24 फेब्रुआरी 2024 तारिख दक्षिण ओडिशार अग्रणी साहित्य अनुष्ठान ओडिया भाषा साहित्य कला और संस्कृति गवेषणा प्रतिष्ठान गुमसर स्वर बालीपदर पक्षरु पवित्र माघ पूर्णिमा अवसर रे 134तम पूर्णिमा साहित्य आलोचना चक्र और संवर्धना सभा प्रतिष्ठान सभापति डॉक्टर बी प्रकाश चंद्र पात्रंक पौरोहित्य बुगुड़ा स्थित श्री अरविंद पूर्णांग शिक्षा केन्द्र ठारे अनुष्ठित होई जाइछि। एही कार्यक्रम रे वरेण्य अतिथि भावे बुगुड़ा रेंज रो वनांचल अधिकारी प्रदीप कुमार मिश्र, बुगुड़ा बार एसोसिएशन रो सभापति अधिवक्ता हर प्रसाद दास, आशिका चीनी शिल्प निर्देशक बसंत कुमार दलई, विशिष्ट शिक्षाविद बंशीधर नायक, कवि अनंत कर, गवेषक डॉक्टर ब्रजकिशोर पाढ़ी, समाजसेवी अमरेंद्र पट्टनायक खली परिड़ा जोगदेई घुमसर माटीर कवि माने ओडिया भाषा साहित्य को समृद्ध करी कालजयी काव्य कविता रचना करी विश्व वंदित होई पारिछंती बोली कहिबा सह उत्तर पीढ़ी सेमानंक अनुगामी होई नूतन साहित्य सर्जना करि पारिले प्राचीन ओडिया साहित्यर सम्मान रक्षा हेबा सह ओडिया भाषार सुरक्षा होई पारिबो बोली मत व्यक्त करिथिले। एही अवसर रे दक्षिण ओडिशार सुनामधन्य क्रीड़ाविद दुर्गा प्रसाद दास को घुमसुर स्वर सम्मान प्रदान करी संवर्धित करा जायथिला। कवि गौरीपति दास, वैष्णव चरण दास, लोकनाथ स्वाई, कृष्णचंद्र डाकुआ, कवि सौदामिनी मिश्र, गौरी शंकर मिश्र, ध्रुव पाणिग्राही, सुरेश चंद्र पाढ़ी, मनोज कुमार दास प्रमुख कविता पाठ करने सह आलोचना रे अंशग्रहण करथिले। श्री अरविंद पूर्णांग शिक्षा केन्द्र शिक्षक शिक्षयित्री भाई भौणी माने विभिन्न सांस्कृतिक कार्यक्रम परिवेशन करिथिबा बेले सर्वश्री जी राजेश्वर पात्र, सूर्यनारायण सामंतराय, के राघवचरण पात्र, रामचंद्र बिसोई और बुगुड़ा सहरर बहु साहित्य प्रेमी सांबादिक बुद्धिजीवी जोग देई आलोचना रे अंशग्रहण करथिले। शेषरे प्रतिष्ठान पक्षरु खली परिड़ा धन्यवाद अर्पण करथिले। बुगुड़ारू सुजाता गोस्वामी का रिपोर्ट वर्णना टीवी। ओडिशा एक कला संस्कृतिर कला साहित्य संस्कृति भरपूर भाव अच्छी जो सकाଳେ ପାଦ ଥାପୁ ଥାପୁ ଆମର ଯୋଗୀ ଋଷିମାନେ କହନ୍ତି କରାଗ୍ରେ ବସତେ ଲକ୍ଷ୍ମୀ କରମତି କରମୂଳେ ତୁ ଗୋବିନ୍ଦ ପ୍ରଭତେ କର ଦର୍ଶନମ୍। ସାହିତ୍ୟ ନିତ୍ୟ ନୂତନ ଚିର ସବୁଜ କ୍ଷେତ୍ରଟିଏ ପାବନ କ୍ଷେତ୍ରଟିଏ। ଆମେ ସାହିତ୍ୟିକ ହିସାବରେ ଦେଖିଲେ ଓଡ଼ିଶାରେ ବିଶିଷ୍ଟ ସାହିତ୍ୟିକ ମାନେ ଆଗରୁ ବିଭିନ୍ନ ପ୍ରକାର ଓଡ଼ିଶାର ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଯାଇଛନ୍ତି ତାଙ୍କ ଲେଖନୀ ମୂଳରେ। ତାକୁ ଆମେ ପୁନରୁଦ୍ଧାର କରିବା, ତାକୁ ପଢ଼ିବା। ଯେମିତି କିଛି ସୁନା ଅଳଙ୍କାରକୁ ଆମେ ହେଳା କଲେ ତାକୁ କଳଙ୍କି ଲାଗିଯାଏ ବା ପୁରୁଣା ହେଇଯାଏ ବା ତା'ର ମୂଲ୍ୟର କିଛି ଗୁରୁତ୍ୱ ରହେନି, ସେମିତି ଏମାନେ ହେଲେ ଆମ ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରର ଏକ ଏକ ଅଳଙ୍କାର। ଘୁମୁସର କଥା ସରକାରଙ୍କର ଘୁମୁସର ଆଉ ଆମ ଘୁମୁସର ଭିତରେ ଆକାଶ ପାତାଳ ଫରକ ଅଛି। ଇଏ ହେଉଛି ବହୁ ପ୍ରାଚୀନ ସମୟ ରାଜ୍ୟ ଘୁମୁସର ରାଜ୍ୟ। ପ୍ରାଚୀନ ଘୁମୁସର ରାଜ୍ୟ ସମଗ୍ର ଗଡ଼ଜାତ ଅଞ୍ଚଳ ସମଗ୍ର ଉତ୍କଳର ଏକ ସର୍ବଶ୍ରେଷ୍ଠ ରାଜ୍ୟ ଥିଲା ଏବଂ ଏଠିର ରାଜା ମଧ୍ୟ ସମଗ୍ର ଓଡ଼ିଶାରେ ସମ୍ମାନିତ ହୋଇଥିଲେ। ତେଣୁ ମୁଁ ଘୁମୁସର ଭାଷୀ ହିସାବରେ ଏତିକି କହିବି, ଘୁମୁସରର କଳା ସାହିତ୍ୟ ସଂସ୍କୃତି ସମଗ୍ର ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେଇଛି ଏବଂ ତାହା ଏଇ ଯେଉଁ ଆମର ଘୁମୁସର ସ୍ୱର ରହିଛି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସ୍ୱର ହେଉଛି ଘୁମୁସର ସ୍ୱର। ଏହା ଯେମିତି ତତ୍କାଳୀନ ସମୟରେ ସମଗ୍ର ବିଶ୍ୱରେ ଘୁମୁସରର ସ୍ୱର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସ୍ୱର ଯେମିତି ନିନାଦିତ ହୋଇଥିଲା, ଆଜି ମଧ୍ୟ ଘୁମୁସରର କଥା
କଳା ସାହିତ୍ୟ ସଂସ୍କୃତି ସେମିତି ନିନାଦିତ ହୋଇ ରହିବ, ଏଥିରେ ସନ୍ଦେହ ନାହିଁ। ତେବେ ଆଗାମୀ ଭବିଷ୍ୟତ ଦିନ ପାଇଁ ଘୁମୁସୁର ଏକ ଜିଲ୍ଲା ରୂପେ ପରିଣତ ହେବ ବୋଲି ଆଶା କରୁଛନ୍ତି ଆପଣମାନେ? ନିଶ୍ଚିତ ଭାବରେ ଆପଣ ଦେଖନ୍ତୁ, ଜନସଂଖ୍ୟା ଦୃଷ୍ଟିରୁ ହେଉ କିମ୍ବା ଭୌଗୋଳିକ ସ୍ଥିତିରେ ହେଉ, ସବୁ କ୍ଷେତ୍ରରେ ସମଗ୍ର ଜିଲ୍ଲା ଯେଉଁ ଜିଲ୍ଲାର କ୍ରାଇଟେରିଆ ରହିଛି, ଜିଲ୍ଲା ନିର୍ମାଣ କରିବା ପାଇଁ ଯେଉଁ ନିୟମ ରହିଛି ସରକାରଙ୍କର, ସେ ନିୟମ ଭିତରେ ଆମ ଘୁମୁସର ଅଞ୍ଚଳ ରହିଛି। ଆମର ଘୁମୁସରର ସ୍ୱର ଏଭଳି ଏକ ଅନୁଷ୍ଠାନ ଯିଏକି ସମଗ୍ର ଗଞ୍ଜାମ ଜିଲ୍ଲାରେ ସାହିତ୍ୟ, କଳା, ସଂସ୍କୃତି, କ୍ରୀଡ଼ାର ପ୍ରସାର ପ୍ରସାର ପାଇଁ ଏହି ଅନୁଷ୍ଠାନ ଗଠନ କରାଯାଇଛି। ଏହାର ସ୍ଥାୟୀ ସଭାପତି ଅଛନ୍ତି ଡକ୍ଟର ବି ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଏହି ଅନୁଷ୍ଠାନ ସଦାବେଳେ ସାହିତ୍ୟର, କ୍ରୀଡ଼ାର, କଳାର, ସଂସ୍କୃତିର ଗବେଷଣାରେ ବ୍ରତୀ ଅଛି। ଆଜକୁ ପ୍ରାୟ ଦୀର୍ଘ ବର୍ଷ ଧରି ଏହି ଅନୁଷ୍ଠାନ ତା'ର କାର୍ଯ୍ୟକ୍ରମମାନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କରାଇ ଅବଲୁପ୍ତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା, ସାହିତ୍ୟର ପ୍ରଚାର କରିବା, ସଙ୍ଗୀତର ପ୍ରଚାର କରିବା, କଳାର ପ୍ରସାର କରିବା ଏବଂ କ୍ରୀଡ଼ାର ପ୍ରସାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯାଉଛି ଏବଂ ବିଭିନ୍ନ ସମୟରେ ପ୍ରଖ୍ୟାତ ଲେଖକ, କବି, କଳାକାର, କ୍ରୀଡ଼ାବିତ ଏବଂ ଗାଳ୍ପିକ, ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଆସିଛି।